ବହୁତ ଭଲ ଭାବରେ ଆଗେଇ ଚାଲିଛି ଚାରିଧାମ। ଫ୍ୟାନ୍ସ ମାନେ ଖୁସି ହେଇଯିବେ ଆଜିର ନ୍ୟୁଜଟା ଶୁଣିକି, କାହିଁକି ନା ଆମେ ଯୋଉଟା କହୁଥିଲୁ କି ହୋଲ୍ଡ କରିବା ପାଇଁ ସେ ହୋଲ୍ଡଟା କରିଛି। ତ ବହୁତ ଖୁସିର କଥା। ତ ଫାଷ୍ଟ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ ସବୁ କରିଦିଅନ୍ତୁ, ଆଉ କମେଣ୍ଟରେ ଭରିଦିଅନ୍ତୁ ଅନୁଭବ ଚାରିଧାମ ଭାଇଜାନ। ଆପଣ ଲାଗି ବହୁତ ବଡ଼ ଖୁସିର ଖବର ନେଇକି ଆସିଛୁ। ଖୁସିର ଖବର ଆଉ ବହୁତ ମାନେ ଯାହା ବି କରିଛନ୍ତି ଆପଣଙ୍କ ଭାଇଜାନଙ୍କ ପ୍ରତି ଭଲ ପାଇବା ଆପଣ ଭିଡ଼ିଓରେ ଦେଖେଇ ଦିଅନ୍ତୁ କମେଣ୍ଟରେ। ଫାଷ୍ଟ ଆମେ ଯୋଉଟା କହିଥିଲୁ କି ଡେ ମାନେ ଫାଷ୍ଟ ୱିକ୍ର କଲେକ୍ସନଟା 6.38 ଆମର ଅଫିସିଆଲଟା ଆସିଥିଲା, ଅନୁଭବ ଦେଇଥିଲେ। ତ 6.38 ପରେ ଆମେ ତା ହିସାବରେ ଆମେ ଧରିଛୁ 6.38 ଯାଇଥିଲା ଆମର ଇଏ କ'ଣ ଆମର ଅଫିସିଆଲ ଯାଇଥିଲା ଫାଷ୍ଟ ୱିକ୍। ତାପରେ ଡେ 9 ଆସିଲା ଆମର କ'ଣ 0.55 କୋଟି ମାନେ ଆସିଲା 55 ଲକ୍ଷ ହେଲା 6.93 ହେଲା ପରେ ଡେ 10 ହେଇଥିଲା 0.60 60 ଲକ୍ଷ ହେଇଥିଲା। ତ ଏଇଟା ଟୋଟାଲ ମିଶେଇକି ହେଇଥିଲା 7.53 ମାନେ ରବିବାର ପର୍ଯ୍ୟନ୍ତ 7. ଡେ 11 ଆସିଥିଲା 33 ଲକ୍ଷ ମାନେ ନିହାତି ଭାବରେ ୱାର୍କିଂ ଡେ ସେଦିନ କମିବ। ତ କମିଥିଲା ସେଇଟା, ତ ସେଇଟା ହେଇଥିଲା କି 7.86। ତ ଡେ 12ର ରିପୋର୍ଟଟା ଭଲ ଆସିଛି। ଡେ 12ର ରିପୋର୍ଟ କରିବା ପୂର୍ବରୁ ଆମେ କହିବୁ କି ଫିଲ୍ମଟା ଆମେ ଯେମିତି କହୁଥିଲେ କି ହୋଲ୍ଡ କରିବ, ତ ହୋଲ୍ଡ ଭଲ ଭାବରେ କରିଛି। ନିହାତି ଆମେ ବି କହିଥିଲେ କି ଅଳ୍ପ କଲେ ତ ସେଟା ଟିକେ ଡାଉନ ହେଇପାରେ, କିନ୍ତୁ ଅଧିକ କଲେ ତ ଭଲ, ସେମ୍ କଲେ ବି ଚଳିବ, କିନ୍ତୁ ଡାଉନ ହେଲେ ଭଲ। କିନ୍ତୁ ଅଧିକ କରିଛି ସୋମବାର ଠୁ ମଙ୍ଗଳବାର, ତ ସେଇଟା ଖୁସିର ଖବର। ଯଦି ମଙ୍ଗଳବାର ପର୍ଯ୍ୟନ୍ତ ତ ଅଧିକ କରିଛି, ବୁଧ ଗୁରୁ ଶୁକ୍ର 3 ଦିନ ଏଇ 3 ଦିନ ଯଦି ହୋଲ୍ଡ କରିଗଲା ତାହେଲେ ଶନି ରବିର ତ ସେମିତିରେ ବି ଇନକମ୍ ହେଇଯିବ, 10 କୋଟି ପାଖାପାଖି ତ ହେଇଯିବ। 10 କୋଟି ପାଖାପାଖି ତ ହେଇଯିବ। ଏଇ ଯୋଉ ହୋଲ୍ଡ କରି ରହୁଛି ତ 10 କୋଟି ମତେ ଲାଗୁଛି ରବିବାର ପୂର୍ବରୁ ବି ହେଇଯିବ। ଇଏ ହୋଲ୍ଡ ଯଦି ସିଏ ଆମେ ଯଦି ଶନି ରବି ଧରିବା ତାହେଲେ 10 କୋଟି ପ୍ଲସ୍ ବି ହେଇପାରେ। ଏଇଟା ଗୋଟେ ଖୁସିର ଖବର କି ଆମେ ହଉଛି ହଲ୍ ତ ଟିକେ କମ ଅଛି, ତାପରେ ବି ଶୋ ସଂଖ୍ୟା ଟିକେ କମ ଅଛି, କିନ୍ତୁ ହେଲେ ବି ଫିଲ୍ମ 10-12 ଦିନ ହେଇଛି। ଫିଲ୍ମ ତ ନିହାତି ଭାବେ 50 ଦିନ ହୋଲ୍ଡ କରିବା କଥା, କାହିଁକି ନା କର୍ମ ବି ହଉ କର୍ମ ଅନୁଭବର ସେ 50 ଦିନ ହୋଲ୍ଡ କରିବା ପରେ ବି ମାନେ କର୍ମ 50 ଦିନ ପରେ ଯେତିକି ହୋଲ୍ଡ କରିଥିଲା, ଇଏ ମତେ ଲାଗୁଛି 30 ଦିନ ବି ହୋଲ୍ଡ କରିଗଲେ ତାଠୁ ଅଧିକା ନିହାତି। ଦେଖ କର୍ମ ପୁରା ଯେତେବେଳେ ହୋଲ୍ଡ କରିଥିଲା ପୁରା 50 days, ତ ଆଉ କିଛି ଦିନ 10 କୋଟି ବି ହେଇଯିବ। ତ ନିହାତି କର୍ମ ଠୁ ଅଧିକ ଇନକମ୍ କରିସାରିଲାଣି। 20 ଦିନ 22 ଦିନ ଆଡକୁ 10 କୋଟି ତ ହେଇଯିବ। ନିହାତି କର୍ମ ଠୁ ଅଧିକ ଇନକମ୍ କରିସାରିଲାଣି। ତ ଏଇଟା ଗୋଟେ ଖୁସିର ଖବର ନୁହଁ କି ଫ୍ୟାନ୍ସ ଲାଗି। ଆମେ ଯୋଉଟା କହିଥିଲୁ କି ଚାରିଧାମ ମାନେ ହଉଛି ଆମର 4ଟା ଧାମ। ଆମ ଓଡିଶା ଛାଡିକି ଆହୁରି 3ଟା ଧାମ କ'ଣ ଆମର ସେଟା ଓଡିଶା ବାହାରେ। ତ ଓଡିଶାରେ ତ ପୁରୀ ଜଗନ୍ନାଥ ମନ୍ଦିର ସହିତ ଆଉ ଯୋଉ 3ଟା ବାହାର ଜାଗା ସବୁ ଦେଖେଇବେ, କାହିଁକିନା ସେଠି ସବୁ ପାହାଡ ଏରିଆ ବେଶୀ ଅଛି। ତ ସେ ସବୁ ଜାଗାକୁ ମାନେ ଡାଇରେକ୍ଟର କେମିତି ଢଙ୍ଗରେ ଦେଖଉଛି, ତ ସେଇଟା ହିଁ ଫିଲ୍ମର ଇଏ ରହୁଛି। ତ ଭଲ ମାନେ ଭଲ ଭିଜୁଆଲ ଲୋକମାନେ ଦେଖିବେ, ଆଉ ଭଲ ରୋମାଣ୍ଟିକ ଷ୍ଟୋରି ସହିତ ମାନେ ଫ୍ୟାମିଲି ଷ୍ଟୋରି, ମାନେ ଟୋଟାଲ ଫୁଲ ପ୍ୟାକେଜ ଗୋଟେ ତା ଦେହରେ ଅଛି। ତ ସେଥିପାଇଁ ଲୋକମାନେ ଭଲ କନେକ୍ଟ କରୁଛନ୍ତି, ବାପା ମାଙ୍କ ସହିତ ଯାଇକି ଦେଖୁଛନ୍ତି, ଏବେ ବି ଯାଇକି ବାପା ମାଙ୍କ ସହିତ ଦେଖୁଛନ୍ତି। ଆଉ ଯୋଉମାନେ ଦେଖି ପାରୁନାହାନ୍ତି ତାଙ୍କ ପାଇଁ ଦୁଃଖ ଭଲ କଥା, ଆଉ ଆମେ ଦେଖିପାରୁନାହାନ୍ତି। ତ ଭଲ କଥା ଏଇଟା କି ଅଧିକ ଇନକମ୍ କରିଛି ମଙ୍ଗଳବାର, ତେଣୁ ନିହାତି ଖୁସିର ଖବର। ଯଦି ଏଇଟା ହୋଲ୍ଡ କରିଗଲା ତ ଶନିବାର ପୂର୍ବରୁ 10 କୋଟି ସମ୍ଭବ। ଆପଣ ମାନଙ୍କର ଏକ୍ସାଇଟମେଣ୍ଟ ବହୁତ ଥିବ, କାହିଁକି ନା ବଢିଛି ମାନେ ସେଇଟା ଆପଣ ମାନଙ୍କୁ ଅନେଇ ବସିବେ। ତ ସେଇଟା ମୁଁ କହୁଛି କି ଫାଷ୍ଟ ଡେ 11 ମାନେ ସୋମବାର କରିଥିଲା 33 ଲକ୍ଷ, କିନ୍ତୁ ଡେ 12 ରେ ଆସିକି ହେଇଯାଇଛି 35-37 ଲକ୍ଷ, ମାନେ 3 ଲକ୍ଷ ପାଖାପାଖି ବଢିଯାଇଛି। ତ ବହୁତ ଖୁସିର କଥା, କାହିଁକି ନା ବଢିଛି ମାନେ କମି ନାହିଁ ମାନେ ବହୁତ ଭଲ କଥା, କାହିଁକି ନା ବଢିଛି ମାନେ ପୁଣି ବୁଧବାର ବି ବଢିପାରେ। ଆମେ ବି ସେଟା ବି କହିଥିଲୁ, କାହିଁକି ନା ବଢିବା ସହିତ ତାର ଇଏଟା ବଢି ଚାଲେ, କିନ୍ତୁ ଯଦି ଡାଉନ ହବ ତ ତାର ଗୋଟେ ନେଗେଟିଭ ପଡିଥାଏ। ଦେଖ ବଢିଲେ ଗୋଟେ ହାଇପ୍ ଟାଇପର ରହିବ କି ଶୋ ସଂଖ୍ୟା ବଢିଛି, ଇନକମ୍ ବଢିଛି, ମାନେ ମୁଭିର କିଛି ଦମ ଅଛି। ତ ନିହାତି ସେଇଟା ଲୋକମାନଙ୍କ ମାଇଣ୍ଡରେ ଥାଏ ସବୁବେଳେ, କାହିଁକି ନା ଲୋକମାନେ ଏବେ ଦେଖିବେ ଫିଲ୍ମ ଯାହା ବି ଯୋଉ କିଛି ନାହିଁ, କିନ୍ତୁ ଲୋକମାନେ ଖାସ କରି ଏବେ ହିନ୍ଦୀ ଠାରୁ ଆରମ୍ଭ କରି ହିନ୍ଦୀରେ ଏଇ ଟ୍ରେଣ୍ଡଟା ଚାଲିଲା, ମାନେ ବକ୍ସ ଅଫିସ ଲୋକ ଦେଖୁଛନ୍ତି ବକ୍ସ ଅଫିସ କେତେ ଇନକମ୍ କଲା। ତ ଇଏ ଗୋଟେ ସେଇଟା ଦେଖି ଲୋକ ଯାଉଛନ୍ତି, କିନ୍ତୁ ସେମିତି ଆକ୍ଚୁଆଲି ହେବା କଥା ନୁହେଁ। ଷ୍ଟୋରି ଦେଖିବା ଦରକାର। ଯଦି ଡେ 2 ଆମେ ଧରିବା 0.37 ତ 37 ଲକ୍ଷ ହେଇଛି। ତ 37 ଲକ୍ଷ ସହିତ ଆଜିର ମାନେ ଟୋଟାଲ ବକ୍ସ ଅଫିସ କଲେକ୍ସନ ମଙ୍ଗଳବାର ପର୍ଯ୍ୟନ୍ତ ଡେ 12 ପର୍ଯ୍ୟନ୍ତ, ଡେ 1 ରୁ ଡେ 12 ପର୍ଯ୍ୟନ୍ତ ହଉଛି 8,23,00,000 କୋଟି। ତ ଏପର୍ଯ୍ୟନ୍ତ ହେଇଯାଇଛି। ତ ଅଫିସିଆଲ ଫିଗର କିଛି ଅଧିକା ଆସିପାରେ, ତ ମତେ ଲାଗୁନି କି ଅଫିସିଆଲ ଫିଗର ଏବେ ଆସିବ। ଅଫିସିଆଲ ଫିଗର ବୋଧେ 10 କୋଟି ପରେ, ଯଦି ତାଙ୍କର ସେ 10 କୋଟି ପରେ ଦେବେ, କିମ୍ବା ଶନିବାର ରବିବାର ପରେ ଦେଇପାରନ୍ତି, କାରଣ ସେ ଏକାଥରେ ରାଉଣ୍ଡ ଫିଗର କରି ଦେଇପାରନ୍ତି। କାହିଁକିନା ଏବେ ୱିକେଣ୍ଡରେ ସେମାନେ ଦେଇନାହାନ୍ତି, ଲାଷ୍ଟ ଦେଇଥିଲେ ଅନୁଭବ ବୋଧେ ଶନିବାର ପରେ ରବିବାର ସକାଳୁ 6 କୋଟି ଯୋଉଟା ଆସିଥିଲା ସେଇଟା ଲେଟ୍ ନାଇଟରେ ଦେଇଥିଲେ। ତ ଏଇଟା ହଉଛି କଥା। 8.23 ମାନେ ଆମ ମାନେ ସୋର୍ସ ହିସାବରେ 8 କୋଟି କ୍ରସ୍ କରିଯାଇଛି, ଆଉ 8.5 କୋଟି ହବା ହଉଛି, ଆଉ 20-25 ଲକ୍ଷରେ 8.5 କୋଟି ହେଇଛି। ଅଫିସିଆଲ ଫିଗର କିଛି ଅଧିକା ଥାଇପାରେ, ତ ବହୁତ ଭଲ କଥା। ଆଉ ଭଲ ହୋଲ୍ଡ କରିଯାଇଛି ବୁଧବାର, ଗୁରୁବାର, ଶୁକ୍ରବାର ଏଇ 3 ଦିନ ବହୁତ ଇମ୍ପୋର୍ଟାଣ୍ଟ। ଯଦି ଏଇଭଳିଆ ହୋଲ୍ଡ କରିଗଲେ ତ ନିହାତି 10 କୋଟି ପ୍ଲସ୍ ବି ହେଇପାରେ। 10 କୋଟି ପ୍ଲସ୍ ତ ଏଇଥିରେ ବି ହେଇପାରେ, ମାନେ 50 ଲକ୍ଷ ତ ହବା ଶନିବାର ପୂର୍ବରୁ ବି ହେଇପାରେ। ପୂର୍ବରୁ
ଏତେ ଲାଗୁନି କାହିଁକି ନା ଜିନିଷ ହଉଛି ଏବେ 35-37 ଲକ୍ଷ ଚାଲିଛି 3 ଦିନ ହବାକୁ ହେଲେ 50 ଲକ୍ଷ ଦରକାର ଦରକାର ତ 50 ଲକ୍ଷ ୱାର୍କିଂ ଡେ ଟିକେ ମୁସ୍କିଲ ହେଇପାରେ ତଥାପି ଫିଲ୍ମର ହାଇପ୍ ଯେମିତି ଅଛି ହେଇବିପାରେ ତ ଦେଖାଯାଉ ଫିଙ୍ଗର କ୍ରସ୍ ଭଲ ଇନକମ୍ କରୁ ସେଇଟା ଆମେ ବି ଚାହୁଁଛୁ କାହିଁକି ନା ବହୁତ ଫ୍ୟାମିଲି ଏଣ୍ଟରଟେନିଂ ମୁଭି ଫ୍ୟାମିଲି ଷ୍ଟୋରି ଇମୋସନାଲ ମୁଭି ତ ଦର୍ଶକଙ୍କୁ କନେକ୍ଟ କରିଛି ଆଉ ଲୋକମାନେ ଭଲ ପାଇବା ଦଉଛନ୍ତି ତ ଆପଣମାନେ ବି ଭଲ ପାଇ ଦିଅନ୍ତୁ ଆମ ଚ୍ୟାନେଲକୁ ଆଉ ବହୁତ ପରିଶ୍ରମ କରି ଆମେ ଡାଟା କଲେକ୍ଟ କରୁଛୁ ତ ଆମ ପରିଶ୍ରମ ପାଇଁ ଗୋଟେ ଲାଇକ୍ କରନ୍ତୁ। ଆଉ ଗୋଟେ ସବସ୍କ୍ରାଇବ ତ ଭିଡ଼ିଓଟି ଆଜି ପାଇଁ ଏତିକି ଯଦି ଆପଣମାନଙ୍କୁ ଆଜିର ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ କରିବେ କମେଣ୍ଟ କରିବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ ଆଉ କମେଣ୍ଟରେ ଭରିଦେବେ କି ଯେତେବେଳେ ବକ୍ସ ଅଫିସ ମାନେ ତାର ଇଏ କରିବ ଲାଷ୍ଟ ହବ ତ କେତେ କୋଟିରେ ଯାଇକି ଠିଆ ହେଇଥିବେ କେତେ କୋଟି ଇନକମ୍ ଚାରିଟା କରିଥିବ ସେଇଟା ବି କମେଣ୍ଟ କରିଦିଅନ୍ତୁ ତ ଭିଡ଼ିଓଟି ଏତିକି ବହୁତ ଆଜି ପାଇଁ ବିଦାୟ ଦିଅନ୍ତୁ ନମସ୍କାର।